ଜୀବନରେ ଥରେ ମାତ୍ର ରାଧା ନାମ ନେଲେ କ'ଣ ହୁଏ ଆସନ୍ତୁ ଜାଣିବା। ଅନେକ ବର୍ଷ ପୂର୍ବେ ଯମୁନା କୂଳରେ ଥିବା ଏକ ଛୋଟ ଗାଁରେ ରତନ ନାମକ ଜଣେ ବ୍ୟକ୍ତି ରହୁଥିଲା। ସେ ଜଣେ କଠୋର ହୃଦୟର ମଣିଷ ଥିଲା। ତା ପାଇଁ ଧର୍ମ କର୍ମ କିମ୍ବା ଭଗବାନ ବୋଲି କିଛି ନଥିଲା। ସେ ସାରା ଦିନ କେବଳ ଧନ ଅର୍ଜନ ଏବଂ ଅଧର୍ମ ପଥରେ ଚାଲୁଥିଲା। ସେ ଭାବୁଥିଲା, ମୁଁ ଯାହା କରୁଛି ତାହା ହିଁ ଠିକ୍, ମୋତେ କେହି ଦଣ୍ଡ ଦେବାକୁ ନାହାନ୍ତି। କିନ୍ତୁ ତାର ସ୍ତ୍ରୀ ସୁଲକ୍ଷଣା ଥିଲା ଜଣେ ପରମ ବୈଷ୍ଣବୀ। ସେ ସବୁବେଳେ ରାଧା ନାମରେ ବିଭୋର ରହୁଥିଲା। ରତନ ତାଙ୍କୁ ଦେଖିଲେ ଥଟ୍ଟା କରୁଥିଲା, କାହିଁକି ଏହି ନାମ ନେଉଛୁ? କିଏ ସେହି ରାଧା? ରାଧା ନାମ ନେଲେ କ'ଣ ପେଟ ଭରିଯିବ? ସୁଲକ୍ଷଣା କେବଳ ହସି ଦେଇ କହୁଥିଲେ, ସ୍ୱାମୀ, ଯେଉଁଦିନ ତୁମ ଜୀବରେ ଏହି ନାମ ଥରଟି ଉଚ୍ଚାରଣ ହେବ, ସେହିଦିନ ତୁମେ ଏହାର ମହତ୍ତ୍ୱ ବୁଝିବ। ସମୟ ଚକ୍ର ଘୂରିଲା। ରତନ ବୃଦ୍ଧ ହେଲା ଏବଂ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ହେଲା। ଶରୀର ଜଳିବାକୁ ଲାଗିଲା, କଣ୍ଠ ଶୁଖିଗଲା। ସେହି ସମୟରେ ତାର ପୁଅ ବୋହୂ କେହି ପାଖକୁ ଆସିଲେ ନାହିଁ। କେବଳ ପତ୍ନୀ ସୁଲକ୍ଷଣା ତାଙ୍କ ମୁଣ୍ଡ ପାଖରେ ବସି ସେହି ଅମୃତ ନାମ ଶୁଣାଉଥିଲା, ରାଧେ ରାଧେ। ରତନ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କଲା, ମୋତେ ରକ୍ଷା କର, ମୋତେ ବହୁତ କଷ୍ଟ ହେଉଛି। ସୁଲକ୍ଷଣା କାନ୍ଦି କାନ୍ଦି କହିଲେ, ପ୍ରଭୁଙ୍କ ନାମ ନିଅ, ସବୁ କଷ୍ଟ ଦୂର ହୋଇଯିବ। ରାଗ ଏବଂ ଯନ୍ତ୍ରଣାରେ ରତନ ଚିତ୍କାର କରି କହିଲା, ତୁମେ ଏହି ରାଧା ନାମ ନେଇ ମୋତେ ଆଉ ପାଗଳ କର ନାହିଁ। ଅଜାଣତରେ ହେଉ ପଛେ କିମ୍ବା ବ୍ୟଙ୍ଗରେ ରତନର ଜୀବରୁ ସେହି ଦୁଇଟି ପବିତ୍ର ଅକ୍ଷର ବାହାରି ଆସିଲା, ରାଧା। ସେହି ମୁହୂର୍ତ୍ତରେ ହିଁ ତାର ପ୍ରାଣବାୟୁ ଉଡ଼ିଗଲା। ଯମଦୂତମାନେ ରତନର ଆତ୍ମାକୁ ବାନ୍ଧି ଯମଲୋକ ନେଇଗଲେ। ସେଠାରେ ଚିତ୍ରଗୁପ୍ତ ତାଙ୍କ ପାପର ଖାତା ଖୋଲିଲେ। ପ୍ରଭୁ, ଏହି ବ୍ୟକ୍ତି ଜଣେ ମହାପାପୀ, ଏହାକୁ ଘୋର ନରକରେ ପଠାଇବା ଉଚିତ। କିନ୍ତୁ ଯେତେବେଳେ ଚିତ୍ରଗୁପ୍ତ ତାହାର ଜୀବନର ଶେଷ ମୁହୂର୍ତ୍ତ ଦେଖିଲେ, ସେ ଚମକି ପଡ଼ିଲେ। ସେଠାରେ ସୁବର୍ଣ୍ଣ ଅକ୍ଷରରେ ଲେଖାଥିଲା, ଏହି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଥରେ ରାଧା ନାମ ଜପ କରିଛି। ଯମରାଜା ବିଚଳିତ ହେଲେ। ସେ କହିଲେ, ମୁଁ ସାରା ବିଶ୍ୱର ପାପ ପୁଣ୍ୟର ହିସାବ ରଖେ, କିନ୍ତୁ ଶ୍ରୀ ରାଧାଙ୍କ ନାମର ମୂଲ୍ୟ କେତେ, ହିସାବ କିତାବ କରିବା ମୋର ସାମର୍ଥ୍ୟ ବାହାରେ। ଏଥିପାଇଁ ଆମକୁ ସ୍ୱୟଂ ପରମାତ୍ମାଙ୍କ ପାଖକୁ ଯିବାକୁ ପଡ଼ିବ। ଯମରାଜା ରତନକୁ ଧରି ବୈକୁଣ୍ଠ ଅତିକ୍ରମ କରି ଗୋଲୋକ ଧାମରେ ପହଞ୍ଚିଲେ। ସେଠାରେ ଭଗବାନ ଶ୍ରୀକୃଷ୍ଣ ରତ୍ନ ସିଂହାସନରେ ବିରାଜମାନ କରିଥିଲେ। ଯମରାଜା ନତମସ୍ତକ ହୋଇ ପଚାରିଲେ, ପ୍ରଭୁ, ଏହି ବ୍ୟକ୍ତି ପାପୀ, କିନ୍ତୁ ଏହାଙ୍କ ମୁଖରୁ ଥରୁଟିଏ ରାଧା ନାମ ବାହାରିଛି। ଏହାର ଫଳ କ'ଣ ହେବା ଉଚିତ? ଶ୍ରୀକୃଷ୍ଣ ହସିଲେ। ସେ ସିଂହାସନରୁ ଉଠି ଆସିଲେ ଏବଂ ରତନର ହାତ ଧରି କହିଲେ, ହେ ଯମରାଜ, ଯିଏ ମୋର ପ୍ରାଣପ୍ରିୟ ରାଧାଙ୍କ ନାମ ଥରେ ନିଏ, ସେ ପୃଥିବୀର ସବୁଠାରୁ ବଡ଼ ପୁଣ୍ୟାତ୍ମା। ଯେଉଁ ନାମକୁ ମୁଁ ନିଜେ ସବୁବେଳେ ଜପ କରେ, ସେହି ନାମ ନେଇଥିବା ବ୍ୟକ୍ତି ମୋର ଅତି ପ୍ରିୟ। ସବୁ ପାପ ମୋ ପ୍ରିୟାଙ୍କ ନାମର ଅଗ୍ନିରେ ଭସ୍ମ ହୋଇସାରିଛି। ସେହି ମୁହୂର୍ତ୍ତରେ ରତନର ଆତ୍ମା ଏକ ଦେବଦୂତ ସଦୃଶ ତେଜସ୍ୱୀ ହୋଇଗଲା। ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ନିଜ ଚରଣରେ ସ୍ଥାନ ଦେଲେ। ଯେତେବେଳେ ଶ୍ରୀକୃଷ୍ଣ କହିଲେ ଯେ ରତନକୁ ଗୋଲୋକରେ ସ୍ଥାନ ମିଳିବ, ଯମରାଜ ଟିକେ ସନ୍ଦେହରେ ପଡ଼ିଗଲେ। ସେ ବିନୀତ ଭାବେ ପଚାରିଲେ, ପ୍ରଭୁ, ଆପଣଙ୍କର ନ୍ୟାୟ ତ ଅଦ୍ଭୁତ। ଏହି ବ୍ୟକ୍ତି ଜୀବନ ସାରା କାହାରିକୁ ସାହାଯ୍ୟ କରିନାହିଁ, ସବୁବେଳେ ପାପରେ ଲିପ୍ତ ରହୁଛି। କେବଳ ଥରୁଟିଏ ରାଧା ନାମ ନେଇ ସେ କିପରି ସବୁ ପାପରୁ ମୁକ୍ତ ହୋଇପାରିବ? ଏହା କ'ଣ ଅନ୍ୟ ପୁଣ୍ୟାତ୍ମାଙ୍କ ପ୍ରତି ଅନ୍ୟାୟ ନୁହଁ? ଶ୍ରୀକୃଷ୍ଣ ହସିଲେ ଏବଂ କହିଲେ, ଯମରାଜା, ତୁମେ ଏହି ରାଧା ନାମର ଓଜନ ଜାଣିନାହଁ। ଯଦି ତୁମକୁ ବିଶ୍ୱାସ ହେଉନାହିଁ, ତେବେ ଏକ ପରୀକ୍ଷା କରାଯାଉ। ଶ୍ରୀକୃଷ୍ଣ ଏକ ବିଶାଳ ସ୍ୱର୍ଣ୍ଣ ତରାଜୁ ମଗାଇଲେ। ଗୋଟିଏ ପଟେ ରତନ କରିଥିବା ଜୀବନ ସାରାର ସମସ୍ତ ପାପକୁ ଏକ ପଥର ଭଳି ରଖାଗଲା। ସେହି ପଟଟି ତୁରନ୍ତ ତଳକୁ ଖସିଗଲା। ଅନ୍ୟପଟେ ଶ୍ରୀକୃଷ୍ଣ ଏକ ତୁଳସୀ ପତ୍ର ରଖିଲେ, ଯେଉଁଥିରେ ସେ ନିଜ ହାତରେ ଲେଖିଲେ ରା। କିନ୍ତୁ ଆଶ୍ଚର୍ଯ୍ୟର କଥା, ତରାଜୁର ସେହି ପଟଟି ଟିକେ ବି ହଲିଲା ନାହିଁ। ପାପର ଭାର ଏବେ ବି ଅଧିକ ଥିଲା। ଯମରାଜା ଭାବିଲେ, ହୁଏତ ମୋର ନ୍ୟାୟ ଠିକ୍ ଥିଲା। କିନ୍ତୁ ତାପରେ ଶ୍ରୀକୃଷ୍ଣ ଦ୍ୱିତୀୟ ଅକ୍ଷରଟି ଲେଖିଲେ ଧା।
ଯେତେବେଳେ ସେହି ତୁଳସୀ ପତ୍ରରେ ରାଧା ସମ୍ପୂର୍ଣ୍ଣ ହେଲା, ହଠାତ୍ ସେହି ପଟଟି ଏତେ ଭାରୀ ହୋଇଗଲା ଯେ ସମଗ୍ର ବ୍ରହ୍ମାଣ୍ଡ ଥରିବାକୁ ଲାଗିଲା। ରତନର କୋଟି କୋଟି ଜନ୍ମର ପାପ ତୁଳା ଭଳି ଉଡ଼ିଗଲା। ଶ୍ରୀକୃଷ୍ଣ କହିଲେ, ଯମରାଜା, ରା ଅର୍ଥରେ ମୁଁ ଭକ୍ତର ପଛେ ପଛେ ଦୌଡ଼େ, କିନ୍ତୁ ଧା କହିବା ମାତ୍ରେ ମୁଁ ସେହି ଭକ୍ତର ହୃଦୟରେ ବନ୍ଦୀ ହୋଇଯାଏ। ଏବେ କୁହ, ଯେଉଁଠି ମୁଁ ନିଜେ ବସିଛି ତାର ଓଜନ କିଏ ସହିପାରିବ? ଏସବୁ ଦେଖି ରତନର ଆତ୍ମା କାନ୍ଦିବାକୁ ଲାଗିଲା। ସେ ଶ୍ରୀକୃଷ୍ଣଙ୍କ ଚରଣରେ ପଡ଼ି କହିଲା, ହେ ପ୍ରଭୁ, ମୁଁ କେତେ ବଡ଼ ମୂର୍ଖ ଥିଲି। ଯେଉଁ ନାମରେ ଏତେ ଶକ୍ତି ଥିଲା, ମୁଁ ସାରା ଜୀବନ ତାକୁ ଅବହେଳା କଲି। ମୋତେ ଗୋଲୋକ ପଠାନ୍ତୁ ନାହିଁ, ମୋତେ ପୁଣି ଥରେ ପୃଥିବୀରେ ପଠାଇ ଦିଅନ୍ତୁ। ଶ୍ରୀକୃଷ୍ଣ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିନ୍ତୁ କାହିଁକି? ସମସ୍ତେ ତ ମୁକ୍ତି ଚାହାନ୍ତି। ରତନ କହିଲା, ପ୍ରଭୁ, ମୁଁ ମୁକ୍ତି ଚାହେଁ ନାହିଁ, ମୁଁ ପୁଣି ଜନ୍ମ ନେବାକୁ ଚାହେଁ, ଯେମିତିକି ମୁଁ ପ୍ରତିଟି ନିଶ୍ୱାସରେ ରାଧା ନାମ ନେଇପାରିବି। ଅଜାଣତରେ ନେଇଥିବା ନାମ ଯଦି ମୋତେ ଏଠାକୁ ଆଣିପାରେ, ତେବେ ଜାଣିଶୁଣି ପ୍ରେମରେ ନେଇଥିବା ନାମ ମୋତେ କେଉଁ ସୁଖ ଦେବ, ତାହା ମୁଁ ଅନୁଭବ କରିବାକୁ ଚାହୁଁଛି। ଶ୍ରୀକୃଷ୍ଣ ପ୍ରସନ୍ନ ହେଲେ। ସେ କହିଲେ, ରତନ, ତୁମର ଏହି ଭାବନା ହିଁ ତୁମକୁ ଜଣେ ବଡ଼ ଭକ୍ତ କରିଦେଇଛି। ତୁମକୁ ପୃଥିବୀକୁ ଯିବାକୁ ପଡ଼ିବ ନାହିଁ। ତୁମେ ଏବେ ଗୋଲୋକରେ ରହି ରାଧା ନାମର କୀର୍ତ୍ତନ କରିବ ଏବଂ ଯେତେବେଳେ ବି କୌଣସି ପାପୀ ପୃଥିବୀରେ ରାଧା ନାମ ନେବ, ତୁମେ ତାର ସାକ୍ଷୀ ରହିବ ଏବଂ ତାକୁ ମୋ ପାଖକୁ ଆଣିବାର ବାଟ ଦେଖାଇବ। ଏହିପରି ଭାବରେ ଜଣେ ସାଧାରଣ ପାପୀ ବ୍ୟକ୍ତି ରାଧା ନାମ ମହିମାରେ ଗୋଲୋକରେ ଜଣେ ସେବକ ପାଲଟିଗଲା। ରତନ ଗୋଲୋକରେ ରହି ଦିନରାତି ରାଧେ ରାଧେ ଜପ କଲା। ତାର ଜପର ଶକ୍ତି ଏତେ ବଢ଼ିଗଲା ଯେ ସ୍ୱୟଂ ଶ୍ରୀରାଧାଙ୍କ ସିଂହାସନ ଥରିବାକୁ ଲାଗିଲା। ଶ୍ରୀରାଧା ନିଜେ ଶ୍ୟାମସୁନ୍ଦରଙ୍କ ପାଖକୁ ଆସି ପଚାରିଲେ, ହେ ପ୍ରାଣନାଥ, ଏହି ନୂଆ ଭକ୍ତଟି କିଏ? ତାର ନାମ ଜପରେ ମୋତେ କାହିଁକି ଏତେ ଆକର୍ଷଣ ଅନୁଭବ କରୁଛି? ତାର ନାମ ଜପରେ ମୋତେ କାହିଁକି ଏତେ ଆକର୍ଷଣ ଅନୁଭବ ହେଉଛି? ସେ ତ ଜଣେ ମହାପାପୀ ଥିଲା ବୋଲି ମୁଁ ଶୁଣିଛି। ଶ୍ରୀକୃଷ୍ଣ ହସିଲେ ଏବଂ କହିଲେ, ପ୍ରିୟେ, ସେ ଏବେ ପାପୀ ନୁହଁ, ସେ ହେଉଛି ନାମର ପ୍ରେମୀ। ସେ ମୋତେ ନୁହେଁ, ବରଂ କେବଳ ତୁମକୁ ଖୋଜୁଛି। ରାଧାରାଣୀ ରତନ ପାଖକୁ ଗଲେ। ରତନ ଦେଖିଲା ସ୍ୱୟଂ କରୁଣାମୟ ମା ତାଙ୍କ ସାମ୍ନାରେ ଠିଆ ହୋଇଛନ୍ତି। ରତନ କାନ୍ଦି କାନ୍ଦି କହିଲା, ମା, ମୁଁ ତୁମ ନାମ ନେଇ ଏଠାକୁ ଆସିଯାଇଛି ସତ, କିନ୍ତୁ ମୋ ମନରେ ଏକ ବଡ଼ ଦୁଃଖ ରହିଯାଇଛି। ରତନ କହିଲା, ମା, ମୁଁ ତ ଏଠାରେ ସୁଖରେ ଅଛି, କିନ୍ତୁ ପୃଥିବୀରେ ମୋ ପତ୍ନୀ ସୁଲକ୍ଷଣା ଏବେ ବି ମୋ ପାଇଁ କାନ୍ଦୁଛି। ସେ ସାରା ଜୀବନ ତୁମ ନାମ ଜପ କଲା, କିନ୍ତୁ ମୁଁ ପାପୀ ହୋଇ ମଧ୍ୟ ତା ପୂର୍ବରୁ ଏଠାକୁ ଆସିଗଲି। ଏହା କିପରି ନ୍ୟାୟ? ମୋର ସମସ୍ତ ପୁଣ୍ୟ ତାକୁ ଦେଇଦିଅ ଏବଂ ତାକୁ ଏଠାକୁ ଡାକିନିଅ। ଶ୍ରୀରାଧା ରତନର ସରଳତା ଦେଖି ପ୍ରସନ୍ନ ହେଲେ ଏବଂ ଏକ ରହସ୍ୟ ଖୋଲିଲେ। ସେ କହିଲେ, ରତନ, ତୁମ ପତ୍ନୀ ଯେଉଁଦିନ ତୁମକୁ ରାଧା ନାମ ଶୁଣାଇଥିଲା, ସେଦିନ ତାଙ୍କର ସମସ୍ତ ପୁଣ୍ୟ ତୁମ ଖାତାକୁ ଚାଲି ଆସିଥିଲା। ଭକ୍ତିର ଏହା ହିଁ ନିୟମ। ଭକ୍ତ ନିଜ ପାଇଁ ନୁହେଁ, ଅନ୍ୟର କଲ୍ୟାଣ ପାଇଁ ବଞ୍ଚେ। ଶ୍ରୀରାଧା କହିଲେ, ରତନ, ତୁମେ ଯଦି ତୁମ ପତ୍ନୀଙ୍କୁ ଏଠାକୁ ଆଣିବାକୁ ଚାହୁଁଛ, ତେବେ ତୁମକୁ ପୁଣି ଥରେ ମର୍ତ୍ତ୍ୟମଣ୍ଡଳକୁ ଯିବାକୁ ହେବ, କିନ୍ତୁ ଏଥର ମଣିଷ ହୋଇ ନୁହେଁ, ଏକ ପକ୍ଷୀ ହୋଇ। ରତନ ରାଜି ହୋଇଗଲା। ସେ ବୃନ୍ଦାବନର ଏକ ଗଛରେ ଏକ ସୁନ୍ଦର ଶୁଆ ହୋଇ ଜନ୍ମ ନେଲା। ତାର କାମ ଥିଲା ସକାଳରୁ ସଞ୍ଜ ପର୍ଯ୍ୟନ୍ତ କେବଳ ରାଧେ ରାଧେ ଗାଇବା। ଦିନେ ସୁଲକ୍ଷଣା ଯମୁନାରେ ସ୍ନାନ କରିବାକୁ ଆସିଥିଲେ। ସେ ଦେଖିଲେ ଏକ ପକ୍ଷୀ ମଧୁର ସ୍ୱରରେ ରାଧା ନାମ ଗାଉଛି। ସେ ପକ୍ଷୀର ସ୍ୱର ଶୁଣି ସୁଲକ୍ଷଣାଙ୍କ ଆଖିରୁ ଲୁହ ଝରିଲା। ସେ ସେହି ପକ୍ଷୀଟିକୁ ନିଜ ପାଖକୁ ଡାକିଲେ। ପକ୍ଷୀଟି ସୁଲକ୍ଷଣା କାନ୍ଧରେ ବସିଲା ଏବଂ ତାଙ୍କ କାନରେ କହିଲା, ରାଧେ ରାଧେ। ମୁକ୍ତି ଅପେକ୍ଷା ଭକ୍ତି ବଡ଼, ରାଧେ ରାଧେ। ସୁଲକ୍ଷଣା ସେହି ମୁହୂର୍ତ୍ତରେ ବୁଝିଲେ ଯେ ଏହା ସାଧାରଣ ପକ୍ଷୀ ନୁହେଁ। ଏହା ଶୁଣିବା ପରେ ସୁଲକ୍ଷଣା ସେହିଠାରେ ହିଁ ମୂର୍ଚ୍ଛିତ ହୋଇ ପଡ଼ିଗଲେ ଏବଂ ତାର ପ୍ରାଣବାୟୁ ଉଡ଼ିଗଲା। ସେହି ନାମର ପ୍ରଭାବରେ ସୁଲକ୍ଷଣା ଏବଂ ସେହି ପକ୍ଷୀ ଦୁହେଁ ଏକା ସାଙ୍ଗରେ ପରମ ଧାମକୁ ଯାତ୍ରା କଲେ। ଗୋଲୋକର ଦ୍ୱାରରେ ସ୍ୱୟଂ ଶ୍ରୀକୃଷ୍ଣ ଓ ରାଧା ସେମାନଙ୍କୁ ସ୍ୱାଗତ କଲେ। ଶ୍ରୀକୃଷ୍ଣ କହିଲେ, ରତନ, ତୁମେ ପ୍ରମାଣ କରିଦେଲ ଯେ ରାଧା ନାମ କେବଳ ପାପ ଧୋଇଦିଏ ନାହିଁ, ବରଂ ଏହା ଏକ ପାପୀକୁ ପକ୍ଷୀଟିଏ କରି ମଧ୍ୟ ସେବା କରିବାର ସୁଯୋଗ ଦିଏ। ରାଧା ହେଉଛି ଏକ ଅନନ୍ତ ବୃତ୍ତ। ଯିଏ ନାମ ନିଏ ସେ ତରିଯାଏ
ଏବଂ ଯିଏ ନାମ ଶୁଣାଏ ସିଏ ମଧ୍ୟ ତରିଯାଏ। ଆଉ ଯିଏ ନାମ ଶୁଣି ପରିବର୍ତ୍ତିତ ହୁଏ ସେ ଭଗବାନଙ୍କ ହୃଦୟରେ ବସେ। ତେବେ ବନ୍ଧୁଗଣ, ଆପଣଙ୍କ ଭିଡ଼ିଓଟି କେମିତି ଲାଗିଲା? ଯଦି ଭିଡ଼ିଓଟି ଭଲ ଲାଗିଛି କମେଣ୍ଟରେ ରାଧେ ରାଧେ ନିଶ୍ଚୟ ଲେଖିବେ।